ଟୋଟାଲ କୋଳା ଅନ୍ଧାର ଭଳିଆ ଏଠି ହେଇଛି ପୁରା ଯିବାରି ଏଠୁ ପଳେଇ ଆସ ପଛରେ ଭାଇ ଗାଈ ସମାଧି ଅଛି ଆମେ ଆଗକୁ ଯାଉଛୁ ହେ ଗାଈ ଜୟ ଜଗନ୍ନାଥ ଆପଣମାନେ ସ୍ୱାଗତ କରୁଛି ମୋର ଫାଷ୍ଟ ଘୋଷ୍ଟ ବ୍ଲଗ୍ରେ। ତ ଆଜି ମୋର ଫାଷ୍ଟ ଘୋଷ୍ଟ ବ୍ଲଗ୍ ହେବାକୁ ଯାଉଛି। ଆଜି ଦେଖିବା ଆମ ଫାଷ୍ଟ ଘୋଷ୍ଟ ବ୍ଲଗ୍ରେ ମୋ ସହ କ'ଣ ହେଉଛି ଆଉ କ'ଣ ଆମେ ସମସ୍ତେ ଭାଇମାନେ ଆସିଛୁ ସମସ୍ତେ। ଆଉ ଏ ପଛେ ଯେଉଁ ଘରଟା ରହୁଛି ମାନେ ବହୁତ ଦିନ ହେଲାଣି ଏ ଘରଟା କାମ ହେଇପାରୁନି। ସେ ଅଧା ପ୍ଲାଷ୍ଟର ହେଇନି, ଛାତ ଖାଲି ପଡ଼ିଛି ଜଷ୍ଟ, ଆଉ କିଛି ହେଇନି। ମାନେ ଭିତର ଚାଲନ୍ତୁ ଦେଖିକି ବୁଲିବା। ଛାତ ପଡ଼ିଯାଇନି, ଛାତ ପଡ଼ିନି ନା ଛାତ ପଡ଼ିନି। ତ ଭିତରୁ ଯିବା ଚାଲ ଚାଲ ଦେଖି ଚାଲ। ଛାତ ପଡ଼ିନି ନା ଆସେ ଏଠି କୋଉ ସ୍ପିରିଟ କ'ଣ ଅଛି ବା? ହଁ ଏଠି କଟା ମୁଣ୍ଡ ଅଛି। ଜାଳ ତାର ବୋଧେ ଏଇଟା ପୁରା ଜଙ୍ଗଲ ହେଇଯାଇଛି ନା। ଏତେ ପୁରୁଣା ଘର ନୁହଁ ଯେ, ଏବେ ଘର ଯେ କିନ୍ତୁ କାମ ହେଇପାରୁନି। କୋଉଟା ଜାଗା ହେଇଛି ଦେଖିପାରୁଥିବେ। ଚାଲନ୍ତୁ ଆମେ ସେପଟ ବାହାରିକି ଯିବା। ଗାଡ଼ି କାହାର? ଏଇପଟେ ତ ଗାଈ ଦେଖିପାରୁଥିବେ ଆମେ ଏବେ ସେ ବାରି ଆଗ ସାମ୍ନାରେ ପୁରା ଅଛୁ ଫ୍ରଣ୍ଟରେ। ତ ବାରି ଭିତରୁ ଚାଲ ଏଣ୍ଟ୍ରି କରିବା। ଭାଇମାନେ ଆଗେ ଠିଆ ହେଇଛନ୍ତି, ଆମେ ଚାଲ ଯିବା। ଆସ। ଗୋଟେ ସାଉଣ୍ଡ ହଉଛି ଟିକେ ବୋବେଇଲା ବେଳ। ଦେଖି କ୍ୟାମେରା ବୋବେଇଲା ବେଳେ ସାଉଣ୍ଡ ହଉଛି ଏଇପଟୁ। କମ ହଉଛି ଏପଟେ ଏପଟେ ଦିପଟେ ଚଢେଇ ସାଉଣ୍ଡ ବୋଧେ। କ'ଣ ଚଢେଇ? ରହ ଚୁପ୍ ବନ୍ଦ ପୁଣି ହେଲା। ବଗ ଭଳିଆ ବହୁଛି ପୁରା। ଦେଖନ୍ତୁ ସାଉଣ୍ଡ କ'ଣ ହେଉଛି। ପ୍ଲିଜ୍ ଇୟରଫୋନ୍ ଦିଅନ୍ତୁ। ବନ୍ଦ ହେଇଗଲା। ଆଗକୁ ଯିବା। ଦେଖନ୍ତୁ ଏ ତାରି ଭିତରେ ବାରି ଅଛି, କିନ୍ତୁ ସତରେ ଦିନରେ ଆସିଲେ ବହୁତ ଖତରନାକ ଦେଖାଯାଉଛି। ରାତିରେ ତ ଆମେ ତା ଭିତର ବହୁତ ଭୟଙ୍କର ହେଇଛି ତା ଭିତରେ। କୁକୁର ଭୁକିଲା ଗୋଟେ। କୁକୁର ଗୋଟେ ଭୁକିଦେ। ସେଇଠୁ ସାଉଣ୍ଡ ଆସିଲା, ମାନେ କି ଘୁଷା ନେଲା ଟାଇପ୍ର। ସେଇପଟୁ ଆରେ ହବେ ଆମେ ସବୁ ତାକୁ ଟୋଟାଲ ଯିବା ଆସ। କିତୁ ବଟରେ ଛିଡ଼ା ହିଁ ଦେଖନ୍ତୁ ଏତେ ଖତରନାକ ଦେଖାଯାଉଛି। ଡେଞ୍ଜରିୟସ୍ ଭାରି। ତ ଗାଇସ୍ ଆମେ ଦେଖିପାରୁଥିବେ, ଆମେ ଏଣ୍ଟ୍ରି କରୁ କରୁ ମାନେ ସାଉଣ୍ଡ ଅଲଗା ପ୍ରକାର ଆସୁଛି।
ଏପଟକୁ ସାଉଣ୍ଡ ହେଲା। ଦେଖି ସେପଟୁ ସିଏ ଗୋଟେ ସାଉଣ୍ଡ ହଉଛି। ଆଗୁଆ ଆଗୁଆ ଭାଇ ଦେଖିବେ ଆସନ୍ତୁ। ଭାଇ ସେପଟେ ଗୋଟେ ସମାଧିଟେ ଅଛି। ହଁ ସବୁ ସେଇ ସମାଧି। ଆଗକୁ ଯିବା ଆଗକୁ ଯିବା ଆସ ଆଗକୁ ଆ। ପୁରା ଖତରନାକ ଭାରି ଏଟା ଦେଖାଯାଉଛି। କ'ଣ କହିଲୁ? ପୁରା ଖତରନାକ ମାନେ ସେପଟେ ସମାଧି ପୁଣି ସାଉଣ୍ଡ ଆସୁ ଆସୁ ଏଣ୍ଟ୍ରି କରୁ କେଉଁ କୁକୁର ଭୋକିଲା ଏପଟେ ମାନେ କ'ଣ ବୋବେଇଲା ଗୋଟେ। ଏଇଟା କ'ଣ ତାଲା ପଡ଼ିଛି ଘରଟା? ତାଲା ବା ପଡ଼ିଛି। ରହୁନାହାନ୍ତି ବୋଧେ। ଏଇଟା ଦେଖନ୍ତୁ ତାଲା ଘର ଭିତରେ କିଛି ନାହିଁ। ତ ଭାଇ ଦେଖିପାରୁଥିବେ ଏଠି ତାଲା ପଡ଼ିଛି ଘରଟା। ମିଟର ବି ମାନେ ଚାଲୁନି ବୋଧେ। ହଁ ନାଇଁ ଏ ପୁରୁଣା ଘର ହେଲାଣି ପୁରା ବହୁତ ଦିନ ଏପଟେ ଯିବା କି? ତ ଗାଇସ୍ ଆମେ ଭାବୁଛୁ ସେପଟେ ମାନେ ଯେଉଁ କ'ଣ ପୋଖରୀ ଥିଲା ମୁଁ ଦେଖିନି। ଯାଇ ଦେଖୁନି ଦେଖିନଥିଲି କେତେ ଦିନରେ ଚଳୁଛନ୍ତି ବୋଧେ ଏଠି। ନା ନା ଏଠି ରହିବ ଇଏ କୋଉଭଳିଆ ଜଙ୍ଗଲ କୋଉଠି। ଦିନରେ ଏଠି ଧୁଆଧୁଇ କରୁଛନ୍ତି ନା ଗାଧୁଆଧୁଇ ଆସୁଛନ୍ତି ଦିନରେ ଏଠି। ଏଠି ଦିନରେ ଆସୁଛନ୍ତି ରାତି ହେଲେ ଏଠି ଟୋଟାଲ କେହି ଆସୁନାହାନ୍ତି। ସାଉଣ୍ଡ କ'ଣ ରହୁଛି? ଜଣା ପଡ଼ୁନି କ'ଣ ହେଉଛି ଆକ୍ଚୁଆଲି ସାଉଣ୍ଡ। ସେପଟେ ତ ବେଙ୍ଗ ବୋବଉଛନ୍ତି ହଉଛି ଏପଟେ କିନ୍ତୁ କିନ୍ତୁ ସିରିୟସଲି ବହୁତ ସାଉଣ୍ଡ ହେଉଛି। ବିଭିନ୍ନ ପ୍ରକାର ସାଉଣ୍ଡ ହେଉଛି ଜଣା ପଡ଼ୁନି କିନ୍ତୁ ସାଉଣ୍ଡଟା କ'ଣ ହେଉଛି। ବହୁତ ପ୍ରକାର ସାଉଣ୍ଡ ହେଉଛି କିନ୍ତୁ ଜଣା ପଡ଼ୁନି। ସେପଟେ ଯିବା ତ ଗାଇସ୍ ଚାଲନ୍ତୁ ଆମେ ପଛପଟେ ସେପଟେ ସମାଧି ପଟେ ଯିବା ଆସନ୍ତୁ। ଚାଲ ଯିବା ବହୁତ କିନ୍ତୁ ସେ ସମାଧି ପାଖକୁ ଯିବାକୁ ତ ଡର ଲାଗୁଛି। ସମାଧି କୋଳା ଦେଖାଉଛି କୋଉଠି? କ'ଣ କହିଲୁ? ସେ ସମାଧି କୋଳା ଦେଖାଉଛି ମାନେ ଦୂରରୁ ସେ ମୁଁ ଦିନରେ ଶୁଣିଛି ବାହାରେ କହନ୍ତି ପୁରା କଟା ମୁଣ୍ଡା ବାହାରେ ବୁଲି କହିଲା ସବୁ ଭଲ ଲାଗୁଛି। କ'ଣ ଦିନରେ ବି ବାହାରେ ମୁଁ ଶୁଣିଛି ଏ ଗାଁର ପ୍ରାୟ ପିଲା କହନ୍ତି କଟା ମୁଣ୍ଡା ଏଠି ବୁଲେ। ନା ମୁଁ ବି ଶୁଣିଛି ଆସି ମାନେ ଆମେ ଏଣ୍ଟ୍ରି କଲାବେଳେ ପିଲା ମାନେ ସାଉଣ୍ଡ ହେଲାନି କି ସେପଟେ ଯେତେବେଳେ ସାଉଣ୍ଡ କଲେ ସେପଟେ ସାଉଣ୍ଡ ହେଉଥିଲା। ସମାଧି ପାଖକୁ ଯିବା। ରହ ପାଉଁଜି ଭଳିଆ ସାଉଣ୍ଡ ହଉଛି ପୁରା ନା? ଗୋଟେ ବାଜା ବଜେଇଲା ଭଳିଆ ସାଉଣ୍ଡ ହେଉଛି। ନା ସେପଟେ ସାଉଣ୍ଡ ସବୁ ହେଉଛି କିନ୍ତୁ ଏପଟେ କ'ଣ ସାଉଣ୍ଡ ସବୁ ହେଇଛି ବୁଝିପାରିବେ। ଇୟରଫୋନ୍ ଦେଇ ଶୁଣନ୍ତୁ ଆପଣ ଶୁଣିପାରିବେ। ଦୁମ୍ 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 ହେଉଛି। ଚାଲିଲା ଟାଇପ୍ର ସାଉଣ୍ଡ ହେଉଛି। କ'ଣ କହିଲୁ? ମୋର ଚାଲିଲା ଟାଇପ୍ର ପୁରା ସାଉଣ୍ଡ ଆସୁଛି। ହଁ ଆସୁଛି ପଡ଼ିଛି। କି ଗଛ? ଏଇଟା କି ଗଛ କିରେ? କି ଗଛ ଏଇଟା? ନା କ'ଣ କହିଲୁ? ଯିବାକୁ ମୋତେ ଡର ଲାଗୁଛି ସେ ସମାଧି ପାଖକୁ। ଆରେ ଭାଇ ଆମକୁ ତ ସମସ୍ତେ ଡର ଲାଗୁଛି। ତା ଭିତର ଗାଈ ମୁଁ ଦେଖିଥିଲି ଦିନରେ କଭର କରିଥିଲି ଏତେ ହଣ୍ଟେଡ଼ ହେଇକି ଅଛି ମୁଣ୍ଡ ଖରାପ ଦେଖାଉଛି। ଯେହେତୁ ଏଇଟା ବାରି ନା ତା ଭିତର ପୁଣି ଆହୁରି ଭୟଙ୍କର। ସେପଟୁ ବାଟ ଅଛି ବା ଏତେ ଗଛ ପରିପୂର୍ଣ୍ଣ। ସେପଟୁ ବାଟ ଅଛି ଟି? ବାଟ ଅଛି ସେ ଲାଷ୍ଟ। ହଁ ଆମେ ତ ଏପଟେ ଆସିଲେ ଏବେ ଦିନ ବେଳେ ଆମେ ଆସିଥିଲେ ବା। ଆସନ୍ତୁ ଯିବା ଦେଖିବା ସେ ସମାଧି ପାଖକୁ ପ୍ରଥମେ କଭର କରିବା ଦେଖିବା ସତରେ ସମାଧି ଯିବା। ଯିବା। କ'ଣ ସମାଧି ପାଖକୁ ଯିବା। ସମାଧି ନାଇଁ ସେପଟେ ସମାଧି ପାଖକୁ ଯିବା। କାହିଁ କ'ଣ ହେଲା କି ଯିବାନି? ସମାଧିଟା ତ ଭୟ ଲାଗୁଛି। କ'ଣ କହିଲୁ? ସମାଧିଟା ମୋତେ ଭୟ ଲାଗୁଛି। ଭଲ ଲାଗିଲେ ଯିବା। ଆମେ ଅଛୁ ଏତେ ଜଣ ଅଛୁ। ଚାଲ ପାଖକୁ ଯିବା। କ'ଣ କହୁଛୁ ବା? ହଁ ଯିବାନି। ହାଁ କୁହନ୍ତି ବହୁତ ଭୟଙ୍କର କଥା ସମାଧି ବିଷୟରେ। ହଁ ସେମିତି ତ କୁହନ୍ତି ସମସ୍ତେ ନା। ଆମେ ଆସିଛେ ମାନେ ଯିବା ନା ନାଇଁ? ଆମେ ବି ଶୁଣିଛୁ ତମେ ଯାହା ଶୁଣିଛ ଆମେ ବି ଶୁଣିଛୁ। ଏଠି ବସନ୍ତି କି? ଆରେ ଦିନରେ ଯାହା ବାରି ଏଠି ଦିନରେ ଆସିବ ନା। ଯିଏ ବି ଆସନ୍ତି 3-4 ଜଣ ଆସନ୍ତି। ଚୁପ୍ ସେପଟେ ସାଉଣ୍ଡ ହଉଛି।
ଲାଇଟ୍ ମାରି ସେପଟକୁ ସେପଟେ ସେଇପଟେ ସିରିୟସଲି ସାଉଣ୍ଡ ହେଉଛି ଭାଇ। କ'ଣ କରିବା? କ'ଣ କହୁଛୁ? ଏପଟେ ମୋ ସାଉଣ୍ଡ ହେଲା ବା ଟିଣ ବାଡ଼େଇଲା ବେଳେ। ସମାଧି ପାଖକୁ ଯିବାକୁ ଟିକେ ନର୍ଭସ୍ ଲାଗୁଛି, ବହୁତ ଡର ଲାଗୁଛି। କାହିଁକିନା ପ୍ରଥମ ଥର ପାଇଁ ଆମେ ଗୋଟେ ବାରିକି ଆସିଛୁ। ନା ପଛରେ କିଏ ଠିଆ ହେଲା ବେଳେ ଲାଗୁଥିଲା। ସେ ଘର ପଛପଟେ ଠିକି ଗଲା ଘର ଠିକି ସେ ଘର ଠିକି ମୁଁ ଦେଖିଯିବି। ସେ ଯେତେବେଳେ କହିଲା ପଛରେ ସେ ଘର ସେପଟେ କୋଉଠି ଗଲା। ପଛକୁ ଲାଇଟ୍ ପଳା, ପଛରେ ଅଛି। ଯିବା ଦେଖିବା। ନାଇଁ ଛାଡ଼ି ଯିବାନି। ହଁ ସେଠି ମୁଁ ଦେଖିଯିବି ନା ଟିଣ ବାଡ଼େଇଲା କ'ଣ ପୁରା କହୁଛୁ ସାଉଣ୍ଡ ଯିବାଟି? ହେଲା, ଦେଖିଛୁ ନା ନାଇଁ? ପୁରା ଟିଣ ବାଡ଼େଇଲା ଏପଟୁ ସାଉଣ୍ଡ ହେଲା କୋଉଳା କହିଲୁ। କ'ଣ କହିଲୁ? କେଜାଣି ସେ ଟିଣ ବାଡ଼ଉଥିଲା। ହଁ ସେଇପଟେ ବା ସାଉଣ୍ଡ ଆସୁଥିଲା ଟୋଟାଲ। ଯିବାର ସେଇ ଯୋଉ ଘର ତା ପଛପଟେ ଆମେ କଭର କରିଦେଇକି ଆସିବା ସେ ପଛପଟୁ, ତାପରେ ଯିବା। ଚାଲ। ନା ସମାଧି ତ ଗାଇସ୍ ଦେଖିପାରୁଥିବେ ପଛରେ କିଏ ଗୋଟେ ମାନେ ଚାଲିଲେ କିଏ ଆସିଲା ଭଳିଆ ଲାଗିଲା। କାହିଁକି ନା ସମାଧି ପ୍ଲସ୍ ଏମିତି ନା ସମାଧି ଏଠି ଯୋଡ଼େ ଅଛି। ଏଠି ଗୋଟେ ଆଉ ଗୋଟେ କୋଉ ଗୋଟେ ଅଛି ବୋଧେ ସେପଟକୁ। ଲାଷ୍ଟ ଆଡ଼ିକି ଅଛି, ସିଆଡ଼ିକି ଭିତରକୁ ପୁରା ଲାଷ୍ଟ ବାରି ଯିବ ନାହିଁ, ସେଇଠି ଗୋଟେ ସମାଧି ଆଉ ଗୋଟେ। ଦେଖିବା ଯିବା ହେଲା। ହଁ ସେପଟକୁ ଯିବା। ବୋବଉ ଯିବେ ନା କ'ଣ ବା? କୁକୁର ଭୁକୁଛନ୍ତି ଦେଖନ୍ତୁ, ପଛପଟୁ କିଏ ଜଣେ ଠିଆ ହେଇଥିବା ଦେଖାଗଲା। ସେଇପଟୁ ହିଁ କୁକୁର ଭୁକୁଛନ୍ତି। ଖୁଣ୍ଟି ପାଖରେ। ହଁ ନା ଆଗକୁ ଯିବା। କ'ଣ କହିଲୁ? ଆଗକୁ ଯିବା। ହଁ ତ ଗାଇସ୍ ଆମେ ଫାଇନାଲି ଚାଲିଲୁ ଏବେ ସେ ସମାଧି ପାଖକୁ। ତ ବହୁତ ଡର ଲାଗୁଛି, ତଥାପି ଯିବାକୁ ପଡ଼ିବ। ଦେଖନ୍ତୁ ସାଉଣ୍ଡ ଖାଲି ବହୁଛି। ସାଉଣ୍ଡ କ'ଣ ଆସୁଛି ହେଲେ? ପଛପଟୁ କ୍ୟାମେରା ପକେଇଲୁ ଠିଆ ହେଇଛି ନା କ'ଣ ବା? ସେଠି ଠିଆ ଲାଇଟ୍ ମାରିଲୁ? ସେପଟେ ଆସିଲା ଠାରୁ କେଉଁ ଲାଗୁଛି? ଏଇ ଲେଟ୍ରିନ୍ ବାହାରେ ସେଠି ଠିଆ ହେଇଯିବା। ଚାଷ କଭର କରିକି ଦେଖିବା ସେଇଟା। ଦେଖ ଯାହା କେମିତି ଯିବା ଆମେ ଏପଟେ? ମୋତେ ଏଠି ଟିକେ ଇଏ ଲାଗୁଛି, ଯାହା ବି କିଛି ହେବ କେହି ଦୌଡ଼ିବନି ହେଲା, କେହି ବି ଦୌଡ଼ିବନି। ଯିବା କଭର କରିବା, ଭିତରକୁ ଯିବା। ହଁ ମୁଁ କ୍ୟାମେରା ଦେଲି। ଫାଇନାଲି ସାଙ୍ଗମାନେ ଆମେ ଏବେ ଚାଲୁ ସମାଧି ପଟେ। ତ ଆସନ୍ତୁ। ଭାଇ ବିଶ୍ୱାସ କରିବେନି, ପୁରା ଖତରନାକ, ପୁରା ହଣ୍ଟେଡ୍ ହେଇକି ବାଟ ଅଛି। ସମାଧି ମାନେ ଜଷ୍ଟ ପଛରେ ଅଛି। ଆମେ ତ ପାଖାପାଖି ଠିଆ ହେଇଛୁ। ପାଖକୁ ଯିବା ଆସ। ଆମେ ସେଠି କାହିଁ ଯିବା? କ'ଣ ସମାଧି ପାଖକୁ ଗାଁ ଯିବାନି? ପିଲା ବି କହନ୍ତି ସମାଧି ଆଉ କେହି ଜମା ଯାଆନି, ସେ ସାଇଡରେ ଯିବା। ସମାଧି ପାଖକୁ ଯିବାନି, ଆମେ ଏପଟେ ପଳେଇବା ଅଛି। ସମାଧି ପାଖକୁ ଯିବାନି ନା ଆମେ ବହୁତ ଯିବା ଜାଣିଛୁ ନା। ସମାଧି ଯିବା। ବିଷୟରେ ବହୁତ କିଛି ଜାଣିଛୁ। ଆରେ ଜାଣିଛି, ଆମେ ବି ତମ ଭଳିଆ ଆମେ ସମସ୍ତେ ଯାହା ଜାଣିଛୁ, ବୁଝୁଛୁ ନା କରିବା ନାଇଁ? ସମାଧି ପାଖକୁ, ସମାଧି ପାଖକୁ ଆଉ କ'ଣ ଛୁଇଁବା କି? ସମାଧି ପାଖକୁ ଯିବା ମାନେ ଛୁଇଁବାନି, ସେଇ ପାଖ ଦେଇକି ଯିବା କି ନାହିଁ? ସେ ପାଖକୁ ଟର୍ଚ୍ଚକୁ ଜଣେ ପଛପଟୁ ଟର୍ଚ୍ଚ ମାରିକି ରଖିବା ହେଲା। ଭାଇ ଦେଖନ୍ତୁ, ମୁଁ ଯେଉଁ ଆପଣଙ୍କୁ କହୁଥିଲି କି ସେଇ ହେଉଛି ଏଇ ସମାଧି। ତ ସେପଟେ କ'ଣ ହେଇଟା? ମାନେ ଏତେ ଜଙ୍ଗଲ ବାରିରେ ସମାଧି ଅଛି, ଆପଣ ବୁଝିପାରୁଥିବେ ଏଇଟା। କାହାର କେଜାଣି ଏଇଟା? କ'ଣ କହିଲୁ? ମୁଁ କହିଲି କାହାର କେଜାଣି ଏଇଟା? କାହାର ହେଇଥିବ କି ଗୋଟେ। କୁକୁର ଭୁକିଲା ସେପଟେ। ଦେଖନ୍ତୁ
ଆଗରେ ଆସି ତୁ ଫୁଲ ଗଛଟେ ବହୁତ ବଢ଼ିଆ। ଜଙ୍ଗଲ ଭିତରେ ସୁନ୍ଦର ଫୁଲ ଅଛି। ଏଇ ସମାଧି ବାଟ ଠିଆ ହବାନି, କ'ଣ କହୁଛୁ? କ'ଣ କହିଲୁ? ସମାଧି ବାଟ ଠିଆ ହବାନି। ନା ଯିବାନି ସମାଧି ପାଖରେ ଠିଆ ହବାନି, ବେଶୀ ସମୟ ଆଗକୁ ଯିବା। ମତେ ବି ଭଲ ଲାଗୁଛି। ମୁଁ ବି ମନ ନେଇ ଆଡ଼େ ଆସିବା ମୋଟରେ ଭିଡ଼ିଓ କ'ଣ ନେଇ ସମାଧି ଅଛି। ଦେଖନ୍ତୁ ସେ ଆଗୁ ଲାଇଟ୍ ମାଇଲୁ, ଆଗୁ ଲାଇଟ୍ ମାଇଲୁ। ଲାଗିଲା କି ଠିଆ ହେଲା ଭଳିଆ ସେ ଲାଗିଲା, ସେଇଟା ଇଏ ଗଛଟା ନଡ଼ା ସେ ଲାଗିଲା ଠିଆ ହେଲା ଭଳିଆ। ଭୟାନକ ସାଉଣ୍ଡ ଶୁଭାଯାଉଛି। ତ ଗାଇସ୍ ଦେଖିବାର ତ ଆମେ ଏପଟେ ସମାଧି ପାଖାପାଖି ପୋକ ଉଡ଼ୁଛି। ନା ସେପଟେ ବେଙ୍ଗ ପକାଉଛନ୍ତି କି? ହଁ ବେଙ୍ଗ ରାତିଟା ନା ଦେଖନ୍ତୁ ବହୁତ ବେଙ୍ଗ କେତେ ଜୋରେ ପକାଉଛନ୍ତି, ସାଉଣ୍ଡ କରୁଛନ୍ତି ବା। କ'ଣ ଆସିଲା ଏଇ ସମାଧି ପଛ ମତେ ଶୁଭିଲା ଛିଙ୍କିଲା ବେଳେ ସାଉଣ୍ଡ ହେଲା ଟି? ନାଇଁ ତ, କିଏ ଗୋଟେ ଛିଙ୍କିଲା ବେଳେ ପୁରା ସାଉଣ୍ଡ ହେଇଛି। ସେଇ ଟାଇପ୍ର ପୁରା ଛିଙ୍କିଲା ବେଳେ ସାଉଣ୍ଡ ହେଇଛି। ମୁଁ ତ ଶୁଣିନି ଏପଟେ ସାଉଣ୍ଡ। ଏପଟେ ନା ଛିଙ୍କିଲା ବେଳେ ପୁରା ସାଉଣ୍ଡ ହେଇଛି, ସତ କଥା ଏଇଟା। ମୁଁ ବା ଶୁଣିଛି। ଯେତେ ଆଗକୁ ଯାଉଛି ପଛରୁ ନାଇଁ ବି sound ବେଙ୍ଗ ହଉଛି। ସାଉଣ୍ଡ ହଉଥିବେ। ନା ଛିଙ୍କିଲା ବେଳେ ପୁରା ସାଉଣ୍ଡ ହେଇଛି। ସାଉଣ୍ଡ ହଉଛି ପଛରୁ। କ'ଣ? ଯେତେ ଆଗକୁ ଯାଉଛି ସେତେ ପଛରୁ ସାଉଣ୍ଡ ହଉଛି। କେମିତି ଯିବା ଆମେ ଏବେ ବାଟ ଦେଇ? କଭର କର, ଆସ ଯିବା। ବାଟ କେମିତି କଭର କରି କ'ଣ ପଡ଼ିଛି? ଏ କ'ଣ କେଜାଣି, ବହୁତ ଦିନ ଜିନିଷ କ'ଣ ସବୁ ପଡ଼ିଛି କେଜାଣି। ସେଠି ଯାଆନି। ବେଙ୍ଗ ସାଉଣ୍ଡ କରୁଛନ୍ତି ବା ବହୁତ। ମନ୍ଦାର ଗଛରେ ଆରେ ଆ ଭିତରେ ମନ୍ଦାର ଗଛ କୁଆଡ଼େ ରହିଲା? ମନ୍ଦାର ଗଛ ତ ଗାଇସ୍ ଦେଖିବାର ଥିବ ଏଠି ମନ୍ଦାର ଗଛ ବାରି ଭିତରେ। ସେପଟେ ଗୋଟେ ଆଉ ଗୋଟେ କୋଉ ଗଛ ଥିଲା ବା? ଏଭଳି ବାରିରେ କଇଁଆ ଗଛ ନାଲି ମନ୍ଦାର ବହୁତ ବେଶୀ ବେଶୀ ଡର ଲାଗୁଛି। ପୁଣି ସମାଧିଟା ଏଠି ଅଛି। ହଁ ସମାଧି, ନାଲି ମନ୍ଦାର। ଯିବା ଛାଡ଼ିକି ଆଗକୁ, ଆଗକୁ ଯିବା। ଚାଲୁନ ଯିବା ଯେ, କିନ୍ତୁ ଭୟ ଲାଗୁଛି ଯିବାକୁ। ପଛରେ ବି ଆସିଲା ଭଳିଆ ଲାଗୁନା, ସେଥିପାଇଁ। ଦେଖିବା ବାଟଟା କଭର କରିଦେଇକି ଯିବା। ବେଶୀ ଆଗକୁ ଯିବାନି, ସେ ଆଗକୁ ଖାଲି ଏଇ ଜଷ୍ଟ ଯାଇ କଭରଟା ଗାଇସ୍ କରିଦେଇ ଆସିବା। ଦେଖା ହେଇଛି କଇଁଆ ଗଛ। କୋଉଠି? ଟିକେ ଆଗକୁ ଗଲେ କଇଁଆ ଗଛ ସମାଧି କୋଉଟା ବୋବଉଁଠି। କାହାର ଧଇଲୁ? ଦେଖିବା ତ ଏଇଠି ଗୋଟେ ଛାଡ଼ିକି ଯିବାନି। କ'ଣ? କଇଁଆ ଗଛ ଅଛି। କଇଁଆ ଗଛ, ପୁଣି ପଛରେ ସମାଧି। ନା ଯିବା 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 ସେଇଠି ବୁଲି ଆସିବା ଖାଲି। ଏ ବେଙ୍ଗ ଯେଉଁ ଗାଈ ସାଉଣ୍ଡ କରୁଛନ୍ତି କି ଶୁଭା ଯାଉନଥିବ, ଆପଣ ଇୟରଫୋନ୍ ହେଇକି ଶୁଣନ୍ତୁ, ପଛରେ କିନ୍ତୁ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁଥିବ। ଯାଇକି ଆସନ୍ତୁ ଯିବା। ପ୍ରଥମେ ଆମେ ସମାଧି ଦେଖିଲୁ ଏ ବାଡ଼ିରେ, ସେକେଣ୍ଡରେ ମନ୍ଦାର ଗଛ, ଇଭେନ୍ କି ନାଲି ମନ୍ଦାର। ତାପରେ ସେଠି ଆଉ ଗୋଟେ କୋଉ ଗଛ ଥିଲା? ହଁ, ତାପରେ କଇଁଆ ଗଛ ବର୍ତ୍ତମାନ ବାଡ଼ି ଲାଷ୍ଟରେ ଅଛି। କଇଁଆ ଗଛ ମୂଳକୁ ଆମେ ତ ଟୋଟାଲି ଯିବୁନୁ ହିଁ, ତା ମୂଳକୁ ରାତିରେ ଶୁଣି ଭଲ ଲାଗୁଛି। ଚାଲୁନ ଯିବା ଟିକେ ଆଗକୁ। ବୋବଉଛି ନା ଏ ବେଙ୍ଗ ସାଉଣ୍ଡ ହଉଛି। କୁକୁର ବୋବେଇଲା ଭଳିଆ ଡାକୁଛି। ସେପଟୁ ଡାକିଲା ବେଳେ ସାଉଣ୍ଡ ହେଲା। ଏଇବୁଡୁ ସାଉଣ୍ଡ ତ ହେଉଛି, ଏ ବେଙ୍ଗ ସାଉଣ୍ଡ ଜଣା ପଡ଼ୁନି ଟିକେ। ଡାକିଲା ପୁରା କ୍ଲିଅର ମୁଁ ଶୁଣୁଛି। ଟୋଟାଲ ଗାଈ ସେପଟୁ କିଏ ଡାକିଲା ଗୋଟେ। ମୁଁ କ୍ଲିଅର ଡାକିଲାନି? ନିଜେ ଶୁଣିଛି କ୍ଲିଅର ପୁରା। କହିଲି ସେପଟେ ଡାକିଲା ପୁରା। ଭାଇ ମୁଣ୍ଡ ଖରାପ ଗାଈ, ଛାତି ପୁରା କ'ଣ ହେଇଯାଉଛି ମୋର। ମତେ ଭୟରେ ବି ସେ କଇଁଆ ଗଛ ଦେଖି ମତେ ପ୍ରବଳ ଭୟ ଦେଖିବା ମାନେ ରୁମ ପୁରା ଟାଙ୍କି ଗଲାଣି। ଦେଖ
ଡାକୁଛି ଦେଖେ ଏଥର ହିଁ ଶୁଣିଲି 7 ଥର ଶୁଣିଛି ଶୁଣିଛୁ ତୁ ମୁଁ ପୁରା ଏଥର କିଏ କ୍ଲିୟର ଡାକିଲା? ଶୁଣିଛି ଡାକିଲା ବେଳେ। ଫାଇନାଲ କି ଡାକିଛି କାହିଁକି ଆପଣ ଇୟର ଫୋନ ଦେଇ ଶୁଣନ୍ତୁ ଶୁଣିପାରୁଥିବେ ରିଏଲି ପୁରା ଶୁଣିବେ। କ'ଣ କହିଲି ଗାଇସ୍ ସିରିୟସଲି ଏଠି ବହୁତ ସାରା ସାଉଣ୍ଡ ହେଉଛି ଆମେ ଶୁଣିଛୁ ତଥାପି ବି ଆମେ ବାରିଟା କଭର କରିଦେଇକି ଯିବୁ କାହିଁକି ନା କଇଁଆ ଗଛ ପାଖକୁ ପର୍ଯ୍ୟନ୍ତ ଆମ ସହିତ ସେମିତି କିଛି ଇନସିଡେଣ୍ଟ ହେଇନି କିନ୍ତୁ ସାଉଣ୍ଡ ନିଶ୍ଚିନ୍ତ ହେଇଛି। ସାଉଣ୍ଡ ଯୋଉଛି ସେପଟକୁ କିନ୍ତୁ ଗୋଟେ ଡାକୁଛି କି ଗୋଟେ ଇୟର ଫୋନ ଦେଇ ଗାଈ ଶୁଣନ୍ତୁ। ଇୟରଫୋନ୍ ଦିଅନ୍ତୁ ପ୍ଲିଜ୍ ଶୁଣିପାରିବେ ସାଉଣ୍ଡଟା କ'ଣ ହେଉଛି। ସେ କଇଁଆ ଗଛ ପାଖକୁ ଗାଈ ଆମେ ଏବେ ଯିବୁ କିନ୍ତୁ ଯିବାଟି ହୁଁ? କଇଁଆ ଗଛ ପାଖକୁ ଯିବା ସେଇଠୁ ଯିବା ହାରି ସେଇଠୁ ଯାଇକି ଫେରି ଆସିବା ତା ମୂଳକୁ ଯିବା କିନ୍ତୁ ସମାଧି ପଛଆଡ଼ ଅଛି ଆମର ସେଥିପାଇଁ ଗାଈ ବହୁତ ଡର ଲାଗୁଛି। ଯିବା ଆସିବା साइड में नहीं क्या मार देखे आगे चल दो आगे चल सब पूरा जंगल माने हंटे डेइबारी सेपटा अछि ସେପଟ ଭୟାନକ ପୁରା। ସେପଟୁ ଯାଇ ହେବନି ପାଣି ସେପଟେ ଆଉ ଗୋଟେ ସମାଧି ଅଛି। ସେଇ କଣ ଅଛ ଦେଖନ୍ତୁ ଯୋଉଠି ଲାଇଟଟା ସେଟା କଣ ଅଛ ବାଉଁଶ ବୁଦା ଭାଇ ଏଠୁ ଚାଲ ପଳେଇବା ସେଠି ମଧ୍ୟ ବାଉଁଶ ବୁଦା ଅଛି। ସେ ବାଟରେ ଆଉ ତ ଗୋଟେ ଗାଈ ସମାଧି। ସେଠି ପୁରା କଇଁ ଅଛ ବାରେ ହଣ୍ଟେ ଡେଇକି ଆଉ ବାଉଁଶ ଗୋଟେ ବୁଦା ସମାଧି ଅଛି କଣ ଗଛ ପାଖାପାଖି ଗୋଟେ ଦିଟା କହୁନଥିଲି ସମାଧି ହଁ ଏବାରେ ଗୋଟେ ସେବାରେ ଗୋଟେ ଲାଷ୍ଟ ସାଇଡ୍ କି ସେପଟେ ଅଛି ସେବାରେ ତ ଗଲେ ଗାଈ ସେପଟେ ବି ଗୋଟେ ସମାଧିଟେ ଅଛି କମ ଲାଗୁଛି। ସେପଟେ ଚାଖୁଣ୍ଡା ଗଛ ବହୁତ ବି ଆଉ ବାଉଁଶ ଗଛ ବାଉଁଶ ବୁଦାକୁ କଣ ଗଛ ଗାଈ ଦେଖନ୍ତୁ ଆମେ ଯିବୁନି ସେଠିକି କାହିଁକିନା ସେ ଯାହା ତ ବଣ ହେଇଛି ବାଟ ନାହିଁ ତଥାପି ଆମେ ବି ଯିବୁନି କାହିଁକିନା ଏଠି ସମାଧି ଆମେ ଦେଖିଛୁ। ଏଠି ବି ଗାଈ ଦେଖିପାରୁଥିବେ ନାଲି ମନ୍ଦାର ନାଲି ମନ୍ଦାର ତ ଯିବା ଚାଲ କଣ କରିବା ଯିବା କଭର କରିଦେଇକି ଯିବା ପଛଆଡି କ୍ୟାମେରା ପକେଇଲ ସ୍ମେଲ ହଉଛି କଣ ଗୋଟେ ପୁରା ଅବାଗିଆ ଗୋଟେ ଗନ୍ଧ କଦଳୀ ଗଛ ମୁଁ ଦେଖି ଧରିଗଲି ମତେ ଲାଗିଲା କି ହୋଳିକି ଅଛି ଏଇ ପଛରେ କିଏ ଗୋଟେ ପଛରେ ସେପଟେ ଠିଆ ହେଇଛି କିଏ କଇଁଆ ଗୋଟେଇ ଦେଖେ ଦେଖେ କଇଁଆ ଗୋଟେଇ ଦେଖେ ତ ଗାଈ ଦେଖିପାରୁଥିବେ ସେଠି ଗୋଟେ ଠିଆ ହେଇଛି ପୁରା କ୍ଲିୟର ଦେଖାଯାଉଛି ଦେଖେ ସେଠି କୋଉ ଠିଆ ହେଇଛି ସେଠି ଭାଇ ଦେଖନ୍ତୁ ଲାଇଟ୍ ଯୋଉଠି ଫୋକସ ହଉଛି ପୁରା ସେଇ ଜାଗାରେ ଭାଇ ଭାଇ ଦେଖ ଟୋଟାଲ କୋଳା ଅନ୍ଧାର ଭଳିଆ ଠିଆ ହେଇଛି ପୁରା କ୍ଲିୟର ଭାଇ ସାଙ୍ଗେ ଯିବାରି ଭାଇ ଯିବା ଏଠୁ ପଳେଇ ଆସ ଆସ ପଛରେ ଭାଇ ଗାଈ ସମାଧି ଅଛି ଆମେ ଆଗକୁ ଯାଉଛୁ ତୁ ଆସ ଏଠି ରହିବାଟା ହିଁ ଠିକ ନୁହଁ ଆସ ଜଲ୍ଦି ଚାଲ ତ ଗାଈ ଦେଖିପାରୁଥିବେ କୋଉଟା ଖତରନାକ ବାଟ ଅଛି କଣ ପଇଲା ପଟେ କଣ ପଇଲା ପଇଲା କଣ ପଇଲା ଗୋଟେ ଗଛରେ ଭାଇ ଭାଇ ଗାଇସ୍ ତ ଆସ ଏଠି ଦୌଡ଼ନି ପଛେ କିଏ ଗୋଟେ ଆଉଛି ପଳେଇ ଆସ ହେ ଭାଇ ସମାଧି ଏଠି ଦେଖିପାରୁଥିବେ ଆମେ ଯିବେ ସେଇ ବାଟେ ଯାଉଛୁ ଦୂରେଇକି ଯା ହେ କିଏ ଜାଣି କଳା ଛାଇ ଭଳିଆ ହାତରେ ପୁରା କଳା ଛାଇ ଭଳିଆ ଠିଆ ହେଇଛି ଏଠି ଦେଖାଯାଉଛି ପୁରା କ୍ଲିୟରଲି ଭାଇ ଦେଖା ହଉଛି ପୁରା ଟୋଟାଲ କ୍ଲିୟରଲି ପୁରା ଦେଖା ଯାଉଛି ଏଇଟା ମାନେ କଳା ଅଛି ଏଇ ଟୋଟାଲ ଘର ଟିକେ ଠିଆ ହେଇଛି ସେ ଘର ଘର ଟିକେ ଠିଆ ହେଇଥିଲା ବୋଧେ ଟିକେ ଡାଉଟ ଲାଗୁଛି ହଁ ସେ ଘରଟେ ଟିକେ ଯିବା ସେଠି ଏମିତି ଦେଖି ଭାଇ ମୁଁ ଯିବିନି ତ ଗାଇସ୍ ଆମେ ଯାଉଛୁ ଏବେ ସେ ଘରଟି ଟିକେ ମାନେ କିଏ ଠିଆ ହେଲା ଭଳିଆ ଲାଗୁଛି ସେ ପାଖାପାଖି ଘର ପାଖକୁ ଯାଉଛୁ ତ ଚାଲନ୍ତୁ ଯିବା ଟିକେ ଘର ପାଖକୁ ସମାଧି ଆଗରେ ପଣସ ଟୋଟାଲ ତା ଉପରୁ ସେଠି କିଏ ଚଢିଗଲା ମୁଁ ସେଠି କିଛି କହିଲି ଧୀରେ ସେଠୁ ଆଣିଲି ପୁରା ସମାଧି ପଣସ ଲାଇଟ୍ ମାନି ମତେ ଲାଗୁଛି ସେ ଘର ପାଖରେ କୋଉ ଠିଆ ହେଲା ଭଳିଆ ଲାଗୁଛି ସେପଟ ସମାଧି ସେଇ ଦେହ ମୁଣ୍ଡ ହେଇତେ ସମାଧି ନାହିଁ ଦେଖେ ସେଇପଟେ ସେଇ ଘର ପାଖ ଗାଇସ୍ ତ ଚାଲୁ ଆମେ ଘର ପାଖକୁ ଟିକେ ଯିବା ଡାଉଟ୍ ହଉଛି ଘର ପାଖକୁ ଟିକେ ଯିବା ସେ ଗୋଟେ କୁକୁର ହକୁଛି କେହି ନାହାନ୍ତି ଦେଖିବା
ନାଇଁ ତ ପୁରା ଏଇଠି ମୁଁ ନିଜେ ଦେଖିଛି, ଏଇଠିକି ଠିଆ ହେଲା ଭଳିଆ ଦେଖାଯାଉଛି ଏଇଠି ଏଇ ଖୁଣ୍ଟି ପାଖରେ। ନା ଆସିଲା ବେଳକୁ ଆମକୁ ସେମିତି ଲାଗିଲା। ସେମିତି ବା ଏଇନି ଯୋଉ ଆଇଲେ ଆମେ କ୍ରସ୍ କରିକି ମୋ ତ ଗାଇସ୍ ଆମେ ଏବେ ଯାଉଛୁ ଏରି ଘରକୁ, କିନ୍ତୁ ଏଠି ବହୁତ ଖତରନାକ ହଣ୍ଟେଡ ଭାଟେଜ ଗାଇସ୍। ସମସ୍ତେ ଭାଇ ପୁରା ଡରିଗଲଣି। ତ ଗାଇସ୍ ଆମେ ଏବେ ଯାଉଛୁ ଏଠୁ, ଆସ ସବୁ। ପୁରା ଖତରନାକ ବାରି ଏଇଟା। ଆସରି ଆସରି। ଫାଇନାଲ ଗାଇସ୍ ଆମେ ସେ ବାରିରୁ ଟୋଟାଲ ପୁରା ପଳେଇ ଆସିଲୁ, କିନ୍ତୁ ସେ ବାରିରେ ପୁରା ଖତରନାକ ସାଉଣ୍ଡ ଗାଇସ୍ ହଉଥିଲା। ମାନେ ସେ କଇଁଆ ଗଛ ପାଖରେ ଟୋଟାଲ କେଉଁ ଠିଆ ହେବାରେ ଆମେ ଲାଗିଲା। ତଥାପି ଆମେ ସେଠି ଗାଇସ୍ ଯାଇଥିଲୁ, ତା ପାଖାପାଖି ଏବେ ବି ସାଉଣ୍ଡ ହେଉଛି ଗାଇସ୍। ତ ଗାଇସ୍ ଆମେ ସେପଟୁ ସେ ବାରିରୁ ଆସିଲୁ ହେରି, ଯଦି ସାଉଣ୍ଡ ହେଉଛି ଗାଇସ୍ ଖାଲି। ସେ ବାଇରେ ମୁଁ ବି ଦେଖିଛି କଣ ସତତା, ମାନେ ସେ ବାରେ ଯୋଉ ଆମେ ଆଇଲେ ସମାଧି ପାରେ ପଣସ ଗଛଟା ହେଉଛି, ତାପରେ କିଏ ଚଢ଼ିଗଲା ବେଳେ ଦେଖିଲି ମୁଁ ପଣସ ଗଛ, ମୁଁ ସେଠି କିଛି କହିଲିନି। ସେ ବାରିରେ କିନ୍ତୁ ସିରିୟସଲି ସାଉଣ୍ଡ ହଉଥିଲା, ମାନେ ଏମିତି ସାଉଣ୍ଡ ହଉଥିଲା ଖତରନାକ ପୁରା ସମାଧି ପାଖାପାଖି। ସମାଧି ତ ଅଛି ଆପଣ ଜାଣିଥିବେ, କଇଁଆ ଗଛ ବି ଅଛି। ଆମକୁ ଲାଗିଲା କି ସେଠି କଇଁଆ ଗଛ ମୂଳେ କିଏ ଗୋଟେ କଳା ଛାଇ ପରି ଠିଆ ହେଇଥିଲା। ଆଉ ଘର ପାଖରେ ପ୍ରଥମରୁ ଠିଆ ହେଲା ଭଳିଆ ଲାଗୁଥିଲା। ହଁ, ଘର ପାଖରୁ ଏଣ୍ଟ୍ରି ଗାଇସ୍ କରୁ କରୁ ଆମେ ପାଖରେ କିଏ ଠିଆ ହେଲା, ପଛରୁ ଆସିଲା ଭଳିଆ ଲାଗିଲା। ତ ଏଇଟା ହେଉଛି ମୋର ଫାଷ୍ଟ ଘୋଷ୍ଟ ଭିଡ଼ିଓ, କିନ୍ତୁ ଫାଷ୍ଟ ଘୋଷ୍ଟ ଭିଡ଼ିଓ ପୁରା ଖତରନାକ ହେଇଛି। ଫାଷ୍ଟକୁ ଆମେ ଆଗରୁ ଯାଉ ଭାଇ ଏଇଠିରେ, ଏବେ ଗୋଟେ ନୂଆ ଚ୍ୟାନେଲ୍ ମୁଁ ଗୋଟେ ଖୋଲିଛି। ତ ଗାଇସ୍ ସପୋର୍ଟ କରନ୍ତୁ ପ୍ଲିଜ୍। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।